ବନ୍ଧୁମାନେ ନମସ୍କାର, ଜୟ ଜଗନ୍ନାଥ। ଆଜି ଗୋଟେ ମୁଁ ଭଲ ମୋଟିଭେସନାଲ କାହାଣୀ ନେଇକି ଆପଣଙ୍କ ପାଖକୁ ଆସୁଛି। ଆଉ ସେ କାହାଣୀଟି ହେଲା ଗୋଟେ ବିଜନେସମ୍ୟାନ୍, ମାନେ ବଡ଼ ବେପାରୀ, ବଡ଼ ଲୋକ ଜଣେ, ଆଉ ଜଣେ ନାଉରିଆର କଥା। ଆଉ ସେ କାହାଣୀଟି ଆଗକୁ ବଢ଼ିବା ପୂର୍ବରୁ ବନ୍ଧୁମାନେ ମୁଁ ଆପଣଙ୍କୁ ଏତିକି ଅନୁରୋଧ କରୁଛି, ଆପଣମାନେ ଯଦି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ସବସ୍କ୍ରାଇବ୍ କରିନିଅନ୍ତୁ, ବେଲ୍ ଆଇକନ୍ ଦବାନ୍ତୁ, ଆଉ ଲାଇକ୍ ସେୟାର ମଧ୍ୟ କରନ୍ତୁ। ଚାଲନ୍ତୁ ବନ୍ଧୁମାନେ, ଏବେ ଆମେ କାହାଣୀ ଆଗକୁ ବଢ଼େଇବା। ବନ୍ଧୁମାନେ, ଜଣେ ବିଜନେସମ୍ୟାନ୍ ଗୋଟେ ଫ୍ୟାକ୍ଟ୍ରି ବସେଇବା ପାଇଁ ଗୋଟେ ବହୁତ ବଡ଼ ଗାଁ ଏରିଆକୁ ଯାଆନ୍ତି। କାହିଁକି ନା ସେ ଜାଗାରେ ତାଙ୍କୁ ମିଳିବ, ବଡ଼ ଜାଗା ଦରକାର, ଜାଗା ସେଠି ମିଳିପାରିବ। ବିଜନେସମ୍ୟାନ୍ ଯାଆନ୍ତି। ଆଉ ବିଜନେସମ୍ୟାନ୍ ଗଲା ଭିତରେ ତାଙ୍କ ମୁଣ୍ଡରେ ଗୋଟାଏ ଚିନ୍ତା ଯେ ମୁଁ ସେଠିକି ଯାଉଛି, ଆଉ ସେ ରାସ୍ତା ତ ବହୁତ ଦୂର, ଦେଖିବା। ମଝିରେ ମଝିରେ ପଚାରି ପଚାରି ଯାଉଛନ୍ତି ସେ ଜାଗାର ଆଡ୍ରେସ୍। ଆଉ ତାଙ୍କ ମୁଣ୍ଡ ଭିତରେ ଆଉ କଥା ଗୋଟେ ମଧ୍ୟ ପଶୁଥାଏ, ଯଦି ମୋତେ ଆଉ ସେଇଭଳି ଜାଗା କିଛି ମଝିରେ ମିଳିଯାଏ, ହୁଏତ ଏତେ ଦୂର କାହିଁକି ଯିବି, ଏଇ ପାଖରେ ତା ଅପସନରେ ଯଦି ମୋତେ ମିଳିଯାଉଛି ତାହେଲେ ମୁଁ ତାକୁ ସେଇଠି ମୋ ଫ୍ୟାକ୍ଟ୍ରି ବସେଇବି। ସେଇ କଥା ଚିନ୍ତା କରି କରି ବିଜନେସମ୍ୟାନ୍ ତାଙ୍କ କାର୍ରେ ଯାଆନ୍ତି। ଆଉ ଗଲାବେଳେ ବହୁତ ଜାଗା ଦେଖନ୍ତି। ଯାହାକୁ ପଚାରନ୍ତି ସମସ୍ତେ କହନ୍ତି, ବାବୁ ଏଠି ଜାଗା ଅଛି ସତ, ଯେହେତୁ ଆମର ଏଠି ଜଙ୍ଗଲ ଜାଗା, ଆମମାନଙ୍କର ଏଠି ଚଳିବା, ଚାଷ ବାସ ସବୁ ଏଠି କେହି ଆପଣଙ୍କୁ ଜାଗା ଦେବେନି। ଆଉ ଯଦି ସେମାନେ ଆପଣଙ୍କୁ ଜାଗା ଦେଇ ଦେଉଛନ୍ତି ତାଙ୍କ ଜୀବନ ପୁରା ବର୍ବାଦ ହେଇଯିବ, କାରଣ ସେମାନେ ଏଇ ମାଟି, ଏଇ ପାଣି, ଏଇ ପବନରେ ବଢ଼ିଛନ୍ତି। ବିଜନେସମ୍ୟାନଙ୍କର ମୁଣ୍ଡ ଟେନସନ ବଢ଼ିଲା। ତଥାପି ବିଜନେସମ୍ୟାନ୍ ଚାଲିଲେ, କିନ୍ତୁ ତାଙ୍କର ଲକ୍ଷ୍ୟ ଅଲଗା। ଏ ଯେଉଁ ଜାଗା ଗୁଡ଼ିକ ବୁଝୁଥାନ୍ତି ଲୋକଙ୍କ ମନୋଭାବ, ଆଉ ଯଦି କିଛି ମିଳିଯାଏ, ଯଦି ହେଇଯାଏ, ତାହେଲେ ତାଙ୍କର ଏତେ ଦୂରକୁ ଯିବାଟା, ଟ୍ରାନ୍ସପୋର୍ଟିଂ, ଭଲ ମନ୍ଦ, ଖର୍ଚ୍ଚ ବାର୍ଚ୍ଚ ସବୁ ବଞ୍ଚିଯିବ। ଏଇଠି ବିଜନେସ୍ କରିବେ, ଆଉ ଯେଉଁ ପ୍ରଡ଼କ୍ଟ ସେ ତିଆରି କରିବେ ସେଇଟା ଏଠୁ ସହରକୁ ନେବା ପାଇଁ ସୁବିଧା ହେବ। କିନ୍ତୁ ସେ ଯେଉଁ ଜାଗାଟିକି ଦେଖିଛନ୍ତି, ଗୋଟେ ନଦୀ ପାର ହେବା ପାଇଁ ପଡ଼ିବ ତାଙ୍କୁ। କିନ୍ତୁ ଯେଉଁ ନଦୀଟା ପାର ହେବା ପାଇଁ ପଡ଼ିବ, ସେ ନଦୀରେ ସେ ଜାଣିନାହାନ୍ତି। ଯଦି ନଦୀରେ ସେମାନେ ବ୍ରିଜ କରିବେ ତାହେଲେ ବହୁତ ଖର୍ଚ୍ଚ ହେବ। ଏଇ ଚିନ୍ତା ଭିତରେ ସେ ତାଙ୍କର ଥାଆନ୍ତି। କିନ୍ତୁ ଇଏ ଯେଉଁ ରାସ୍ତାରେ ଯାଉଥାନ୍ତି, ଯେଉଁଠୁ ତାଙ୍କର ଯିବା କଥା, ତାଙ୍କର ଜାଗା ଯେଉଁ ଆରପଟେ ଅଛି, ଯଦି ସେ ଜାଗାକୁ ସେ ବୁଲିକିରି ଯିବେ ତାହେଲେ 200 କିଲୋମିଟର ଦୂର। ଆଉ ଯଦି ସେଇ ବାଟ ଦେଇ ସିଧାରେ ଯାଉଛନ୍ତି ତାହେଲେ ନଦୀ ଭିତରେ ସେ ତ ଯାଇପାରିବେନି। କ'ଣ କରିବେ? ତାଙ୍କ ମୁଣ୍ଡ ବ୍ୟଥା ହେଲା। ବାଧ୍ୟ ହୋଇ କିଛି ଲୋକଙ୍କୁ ପଚାରିଲେ, କହିଲେ, ଆଚ୍ଛା ଭାଇ, ମୁଁ ଗୋଟେ ଏଇ କାମରେ ଆସିଛି, ମୋତେ ଏପଟେ ସାଇଡ଼ରେ ମୁଁ କିଛି ଜାଗା ଖୋଜୁଛି, ନଦୀ ସେପଟରେ ମୋର ଗୋଟେ ଜାଗା ଠିକ୍ ହେଇଛି, ଯେହେତୁ ସେ ଦୂର ପଡ଼ୁଛି, ମୁଁ ଭାବୁଛି ଯଦି ଏଇ ରାସ୍ତାରେ କିଛି ମିଳିଯାଆନ୍ତା ତାହେଲେ ମୋତେ ସୁବିଧା ହୁଅନ୍ତା। ସମସ୍ତେ ମନା କଲେ। ଯଦି ମନା କଲେ, ବାଧ୍ୟ ହୋଇ
ବିଜନେସମ୍ୟାନ୍ ପଚାରିଲେ ଆଚ୍ଛା ଠିକ୍ ଅଛି ଭାଇ, ଏପଟେ ତ ମିଳିବନି କହ, ମୋର ବି ସେଠି ଜାଗା ମୁଁ ଠିକ୍ କରିଛି, କିନ୍ତୁ ଏଇଟାକୁ ମୁଁ ଦେଖୁଥିଲି ଯଦି ହେଇଥାନ୍ତା ସୁବିଧା। ତାପରେ ସେ ପଚାରିଲେ ଆଚ୍ଛା ଭାଇ, ଏପଟେ ବୁଲିକିରି ଗଲେ ତ ମୋତେ 200 କିଲୋମିଟର କି ଦୂରତା ପଡ଼ିବ, ମୋତେ ଏଠି ଯିବା ପାଇଁ ସର୍ଟକଟ୍ ରାସ୍ତା କିଛି ଅଛି କି? ଲୋକମାନେ କହିଲେ ଆଜ୍ଞା, ଗୋଟେ ସର୍ଟକଟ୍ ରାସ୍ତା ଅଛି, କିନ୍ତୁ ଆପଣ ନୌକାରେ ଯିବାକୁ ପଡ଼ିବ, ଡଙ୍ଗାରେ ଯିବାକୁ ପଡ଼ିବ। ବିଜନେସମ୍ୟାନ୍ କହିଲେ ଠିକ୍ ଅଛି, ଯଦି ମୁଁ ଡଙ୍ଗାରେ ଯିବାକୁ ପଡ଼ିବ ତାହେଲେ ମୋତେ କେତେ ବାଟ ପଡ଼ିବ? ନା ଏପଟେ ଆପଣଙ୍କୁ ଗଲେ ହୁଏତ ମ୍ୟାକ୍ସିମମ୍ ଆପଣ ନଦୀଟା 200 ମିଟର କି 300 ମିଟର କି 400 ମିଟର, ତାପରେ ରାସ୍ତା ଆଉ 1 କିଲୋମିଟର କି 2 କିଲୋମିଟର, ଟୋଟାଲ ଆପଣଙ୍କର 3 କିଲୋମିଟର 4 କିଲୋମିଟର ଭିତରେ ଘଟଣା। ବିଜନେସମ୍ୟାନ୍ କହିଲେ ଠିକ୍ ଅଛି, ମୁଁ 200 କିଲୋମିଟର ବୁଲିବା ଅପେକ୍ଷା ମୁଁ ଏଇ 2-3 କିଲୋମିଟର କାହିଁକି ନ ଯିବି? ହଉ, ଗୋଟେ ନୌକାରେ ଯିବା, ଗୋଟେ ନଦୀର ଗୋଟେ ଏକ୍ସପିରିଏନ୍ସ ହେବ, ଯିବା। ସେଉଠୁ କହିଲେ ଭାଇ, ତାହେଲେ ମୁଁ ମୋ ଗାଡ଼ିଟିକି ଏଇଠି ରଖିଦେଉଛି, ମୁଁ ମୋର ଯିବି, ଆଉ ମୋତେ ଯଦି ଆପଣ ଟିକେ ସାହାଯ୍ୟ କରିବେ, ମୁଁ ତ ସେ ଡଙ୍ଗା ପାଖକୁ କେଉଁଠି ଅଛି ମୁଁ ଜାଣିନି, ମୋତେ ଟିକେ ସାହାଯ୍ୟ କଲେ ମୁଁ ଆପଣମାନଙ୍କୁ କିଛି ପଇସା ଦେବି, ଆପଣ ମୋତେ ଛାଡ଼ିଦେଇ ଆସିବେ। ଚାଲିକିରି ଗଲେ, କିଛି ଲୋକଙ୍କୁ ପଇସା ଦେଲେ। ସେ ଯେଉଁ ପଇସାଟି ଦେଲେ, ମାନେ ତାଙ୍କ ମନ ଭିତରେ ଯେମିତି ଲୋକମାନଙ୍କୁ ସେମାନେ ଦୟା କରୁଛନ୍ତି। ତଥାପି ଏ ନିରୀହ ଲୋକ, ଏମାନେ କିଛି ଜାଣିଲାନି, ବଡ଼ ବାବୁ ଆସିଛନ୍ତି ବାହାରୁ, ଏଠି ଫ୍ୟାକ୍ଟ୍ରି କରିବେ, ସେଇ ଚିନ୍ତାଧାରାରେ ଲୋକମାନେ ତାଙ୍କ ପଛେ ପଛେ ଗଲେ, ଆଉ ତାଙ୍କୁ ମଧ୍ୟ ନୌକାରେ ନେଇ ବସେଇ ଦେଲେ। ନୌକାରେ ଯାଉଥାନ୍ତି, ନୌକାରେ ଗଲାବେଳେ ଯେଉଁ ନାଉରିଆ ତାଙ୍କୁ ପଚାରିଲେ ଆଚ୍ଛା ବାବୁ, ଆପଣ କ'ଣ ପାଇଁ ଯାଉଛନ୍ତି? ଟିକେ ନିଜର ଅହମ୍ଭାବ, ଯେହେତୁ ବଡ଼ ବେପାରୀ, ଏତେ ବଡ଼ ଜାଗା କିଣିବେ, ଭଲ ମନ୍ଦ କରିବେ, ଫ୍ୟାକ୍ଟ୍ରି ବସେଇବେ, କହିଲେ ଯାଉଛି ଏଠି ଗୋଟେ ମୁଁ ଫ୍ୟାକ୍ଟ୍ରି ବସେଇବି। ସେ ଫ୍ୟାକ୍ଟ୍ରି ଯେଉଁ ହେବ, ତମେ କ'ଣ ଫ୍ୟାକ୍ଟ୍ରି ବାବଦରେ କ'ଣ ଜାଣିଛ? କହିଲା ଆଜ୍ଞା, କ'ଣ କମ୍ପାନୀ ତ କ'ଣ ହେବ, ହେଲେ ଆମେ ଜାଣିବା କ'ଣ ଦରକାର, ହେଲେ କେଉଁ କମ୍ପାନୀ ହେବ? ତଥାପି ଇଏ ରାଗି ଯାଇ କହିଲେ ତମେ କ'ଣ କେଉଁ କମ୍ପାନୀ ହେବ ତମକୁ ସବୁ ମୁଁ କହିବାକୁ ପଡ଼ିବ ନା କ'ଣ? ଆରେ ଶୁଣ, ଏଠି ମୁଁ ଗୋଟେ କାଠ ଫ୍ୟାକ୍ଟ୍ରି କରିବି, ଯେଉଁଗୁଡ଼ାକ ଏଠି ତିଆରି ହେଇକିରି ବାହାରକୁ ଯିବ, ଆଉ ଏଠି ଗୋଟେ ପାଣି ଫ୍ୟାକ୍ଟ୍ରି କରିବି, ମୋର ଦୁଇଟା ଫ୍ୟାକ୍ଟ୍ରି ଏଇଠି ହେବ। ପାଣି ଜାଣିଛ? ପାଣି ଯେଉଁଠି ବୋତଲରେ ପଶି ବିକ୍ରି ହେଉଛି, ଯେଉଁ ସବୁ ଦୋକାନ ମାନଙ୍କରେ ଟାଉନରେ ସବୁ ରହୁଛି। କହିଲା ଆଜ୍ଞା, ମୁଁ କେଉଁ ସହର ଯାଇଛି ଯେ ମୁଁ ଆଜ୍ଞା ଦେଖିବି? ଆରେ ତମେ ଗାଉଁଲି ଲୋକ, ତମେ କ'ଣ ଜାଣିବ? ତମେ କ'ଣ ହାସ୍? ତାକୁ ପୁରା ଏକଦମ ନାଉରିଆକୁ ଏକଦମ ମାନେ କ'ଣ କହିବା, ତାଙ୍କୁ ଅଣ୍ଡର ଏଷ୍ଟିମେଟ୍, ତାଙ୍କୁ ବେଖାତିର, ମାନେ ଗର୍ବିତ ହିସାବରେ ତାଙ୍କୁ ଗୋଟେ କଥା କହିଲେ। ନାଉରିଆକୁ ବାଧିଲା, କଥା ଚାଲୁଥାଏ, ନୌକା ଚାଲୁଥାଏ। ଏଇ କଥାବାର୍ତ୍ତା ଭିତରେ ସେଠୁ ଗାଡ଼ି ତାଙ୍କର ନୌକା ତାଙ୍କର ଯାଇ ଗୋଟେ କଣରେ ମାଡ଼ ହୋଇଗଲା। ମାଡ଼ କ'ଣ ଥିଲା ନଦୀ ଭିତରେ, କିଛି କିଳା ଥାଇପାରେ କି କ'ଣ ଥାଇପାରେ, ମାଡ଼ ହୋଇଗଲା। ମାଡ଼ ହେଲା ପରେ ନୌକା ଭିତରେ ପାଣି ପଶିଲା। ଇଏ କହିଲେ ନୌକା, ଆରେ କ'ଣ ପାଣି ପଶିଲା, କ'ଣ କରିବା? ନାଉରୀ କହିଲା ଆଜ୍ଞା, ଆପଣ ପହଁରା ଶିଖିଛନ୍ତି? କହିଲା ନା, ମୁଁ ପହଁରା ଶିଖିନି। ଆପଣ ଯଦି ପହଁରା ଶିଖିନାହାନ୍ତି, ହସିଲା ନାଉରିଆ। କ'ଣ ଆପଣ ମାନେ ଏତେ ବଡ଼ ଲୋକ, ଏଡ଼େ ବଡ଼ ଫ୍ୟାକ୍ଟ୍ରି, ଏତେ ସବୁ କରୁଛନ୍ତି, ଆପଣ ପହଁରା ଶିଖିନାହାନ୍ତି? ତାପରେ ଏବେ ନୌକା ବୁଡ଼ିବ, ଆପଣଙ୍କ ପ୍ରାଣ ପଳେଇବ। ବେପାରୀ କହିଲେ ଭାଇ, ଯାହା ବି ହଉ ତୁ ମୋତେ ବଞ୍ଚା, ତୋତେ ଯାହା ଦରକାର, ଯାହା ଯେତେ ପଇସା ଦରକାର
ମୁଁ ସବୁ ଦେବି। ନାଉରିଆ କହିଲେ, ଆଜ୍ଞା ସମସ୍ତେ ସବୁ କିଛି ଜାଣିନଥାନ୍ତି, ଆଉ ସବୁ ଜାଗାରେ ପଇସା କାମ କରେ ନାହିଁ। ଆମେ ଯେମିତି ସହର ଯାଇନୁ କି ସହରର ପାଣି ବୋତଲ ଦେଖିନୁ, ଦୋକାନରେ ଥୁଆ ହେବା ଦେଖିନୁ, ଆଉ ଆପଣ ସେମିତି ଏଠି ପହଁରା ଶିଖିନାହାନ୍ତି। ହେଲେ ଆମ ଭିତରେ ମନୁଷ୍ୟତା ଅଛି ବାବୁ। ଆମ ଏଇ ମାଟି ପବନ, ଏଇ ପାଣି ପବନରେ ଆମେ ଗଢ଼ା। ଆମେ ବହୁତ ସରଳ, କିନ୍ତୁ ଆପଣଙ୍କ ଭଳି ଯେଉଁ ବାବୁମାନେ ପଇସାବାଲା ବାବୁ ମାନେ ବହୁତ ଏମାନଙ୍କର ଗର୍ବ ଅହଙ୍କାର, କିନ୍ତୁ ଆମେ ପଇସା ପଛରେ ଧାଉନା। ହେଲେ ବାବୁ ଆପଣ ଚିନ୍ତା କରନ୍ତୁନି, ଆମର ମନୁଷ୍ୟତାଟା ଅଛି। ଆପଣଙ୍କୁ ଖାଲି କ'ଣ ବଞ୍ଚେଇବି, ଯେକୌଣସି ଲୋକ ଆପଣଙ୍କ ଜାଗାରେ ଥିଲେ ମଧ୍ୟ ଆମେ ବଞ୍ଚେଇଥାନ୍ତି। ବେପାରୀ ଜଣକ ଏ କଥା ଶୁଣି ନିଜ ଭୁଲ ବୁଝିପାରିଲେ, ଆଉ ତଳକୁ ମୁହଁ ପୋତିଲେ, କହିଲେ ଠିକ୍ ଅଛି ଭାଇ, ମୋତେ ଟିକେ ବଞ୍ଚେଇଦେ। ନାଉରିଆ କହିଲେ, ଆସନ୍ତୁ ଆପଣ ମୋ ପିଠିରେ ନାଉ ହୋଇଯାଆନ୍ତୁ, ମୁଁ ପହଁରିବି, ଆପଣଙ୍କୁ ବି ନେଇକି କୂଳକୁ ପଳେଇବି। ନାଉରିଆ ତାଙ୍କୁ କୂଳକୁ ନେଇ ପଳେଇଲେ, ଯେଉଁଠି ତାଙ୍କର ପହଞ୍ଚିବା କଥା। ଆଉ କହିଲେ, ବାବୁ ସମସ୍ତଙ୍କର କିଛି ନା କିଛି ଜଣା ଅଜଣା ଅଛି। ସମସ୍ତେ କିଏ ଯଦି ଆପଣ କିଛି ଜାଣିଥିବେ, ମୁଁ କିଛି ଜାଣିଥିବି, ଆଉ ଆପଣ ଯଦି କିଛି ନ ଜାଣିଥିବେ, ମୁଁ ମଧ୍ୟ କିଛି ଜାଣିନଥିବି। କିନ୍ତୁ ସମସ୍ତେ ସମାନ ସବୁ ଜିନିଷ ଜାଣିଥିବ ବୋଲି କିଛି ମାନେ ନାହିଁ। ଏତିକି କହିଲା ପରେ ବେପାରୀ ଜଣକ ତାକୁ ଭୁଲ ମାଗିଲେ, କହିଲେ ଭାଇ ମୋର ଭୁଲ ହେଇଛି, ଆମ ପଇସା ଅହମ୍ଭାବ, ମଣିଷ ଲାଇଫରେ କିଛି ନାହିଁ, ମଣିଷ ଜୀବନରେ କିଛି ନାହିଁ। ତମେ ମୋତେ ଗୋଟେ ଭଲ ବୁଦ୍ଧି, ଭଲ କଥା ଶିଖେଇଲ, ମୁଁ ତମ ପାଖରେ ଚିରଋଣୀ। ତାପରେ ନାଉରିଆ ତାଙ୍କୁ ବାଟେଇ ଦେଲେ, କହିଲେ ଆଜ୍ଞା ଆପଣଙ୍କର ଯେଉଁ କଥା ଯେଉଁ ଜାଗା କଥା, ଆଜ୍ଞା ସେ ଜାଗା ଏଇଠି। ରହିଲି ଆଜ୍ଞା, ନମସ୍କାର। ଏହା କହି ନାଉରିଆ ଫେରିଗଲେ। ବନ୍ଧୁମାନ ଏଥିରୁ ବୁଝିପାରୁଥିବେ, ଛୋଟ ହଉ କି ବଡ଼ ହଉ, ଆମେ କାହାରିକି ବେଖାତିରି କରିବାନି, କାହାରିକି ଅଣ୍ଡର ଏଷ୍ଟିମେଟ୍ କରିବାନି। କାହିଁକି ନା ସମସ୍ତଙ୍କର କିଛି ନା କିଛି ଜାଣିବାର ଅଛି, ସମସ୍ତଙ୍କର କେଉଁଥିରେ ନା କେଉଁଥିରେ ଜ୍ଞାନ ଅଛି, ଆଉ ସମସ୍ତଙ୍କର କେଉଁଠି ନା କେଉଁଥିରେ ଜ୍ଞାନର ବି ଅଭାବ ଅଛି, ଶିକ୍ଷାର ବି ଅଭାବ ଅଛି। ଆଉ ସେଇ ପରିସ୍ଥିତି ଏ ବିଜନେସମ୍ୟାନଙ୍କ ପାଖରେ। ବନ୍ଧୁମାନ ଏଥରକ ଶୁଣିଲେ କାହାଣୀଟି କେମିତି ଲାଗିଲା, ସେଇଥିରୁ ଆପଣ ବିଚାର କରିବେ। ନମସ୍କାର, ଜୟ ଜଗନ୍ନାଥ। ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଦବାଇବେ, ଲାଇକ୍ ସେୟାର କରିବେ।